ରାମ ନାରାୟଣ ରାମ। ଯଦି ଏହି ଶରୀରର ସମସ୍ତ ସ୍ୱରଗୁଡ଼ିକୁ ଉତ୍ତେଜିତ କରାଯାଏ, ତାହା ହେଲେ ଏଥିରେ କାମ, କ୍ରୋଧ, ଲୋଭ ଏବଂ ମୋହ ଅବସ୍ଥିତ ଅଛନ୍ତି। ସେହିପରି ମହାସୁରଙ୍କ ବିଷୟରେ କଥା ହୋଇପାରେ। ଅଣିମା, ଲଘିମା ଏବଂ ତେଜପି ଏହି ଶରୀରରେ ସଂଗ୍ରହିତ ଅଛି। ଏହି ସଂଗ୍ରହିତ ତେଜର ମୈଥୁନ ମନ୍ଥନରୁ ଆମେ ସୃଷ୍ଟି ହୋଇଛୁ। ଏହି ମୈଥୁନ ମନ୍ଥନ ଦ୍ୱାରା ଆମେ ମହାସଙ୍ଗମକୁ ଅତିକ୍ରମ କରି ଏଠି ପହଞ୍ଚିଛୁ। ଏହି ତେଜ କଣିକାଗୁଡ଼ିକ ମେଘର ସ୍ୱର, ପ୍ରକାଶ ଏବଂ ବିଦ୍ୟୁତ ତେଜ ଧାରଣ କରିଛି। ଆମେ ଏହି ସମସ୍ତ ତେଜ କଣିକାଗୁଡ଼ିକର ସ୍ପନ୍ଦନ ନେଇ ଏଠି ଆସିଛୁ। ହେ ମାନବ ଫ୍ୟାକ୍ଟୋରିଆଲ, ହେ ଯାତ୍ରୀ ଫ୍ୟାକ୍ଟୋରିଆଲ, ତ୍ରୁଟି କରିବା ନାହିଁ, ନିର୍ଥକ ଭାବେ ସମୟ ନଷ୍ଟ କରିବା ନାହିଁ। ତୁମେ କେବଳ ଏକ ମଣିଷଙ୍କୁ ନ ହତ୍ୟା କରୁଛ, ଅସଂଖ୍ୟ ଲୋକଙ୍କୁ ହତ୍ୟା କରୁଛ। ନିଜ ବିଷୟରେ ଚିନ୍ତା କର। ଏକ ବୀର୍ୟସ୍ଖଳନରେ ଯେତେ ଲକ୍ଷ ଲୋକ ବିଲୁପ୍ତ ହୋଇଯାଆନ୍ତି, ଏତେ ଅପରାଧ କରିବା ପରେ ମଧ୍ୟ ଆମେ କିପରି ବଞ୍ଚିଅଛୁ ଯଦି ଯନ୍ତ୍ର ଦ୍ୱାରା ଦେଖାଯାଏ, ତାହା ହେଲେ କାମ ଉନ୍ମାଦରେ ଆମର ଯେ ରୂପ ପ୍ରକାଶିତ ହୋଇଥାଏ, ସେଥିରେ ଏହା ଦେଖିବାକୁ ମିଳିବ ଯେ ଆମେ କେତେ ପ୍ରକାରର ଏବଂ କେତେ ଲୋକଙ୍କୁ ନେଇ ଗତିଶୀଳ ଅଛୁ।